ଅଛି ଯେ ପକ୍ଷୀ ଉଡ଼ଇ ଯେତେ ଦୂର ସେ ଜାଣଇ ତାହାର ବ୍ୟବହାର। ଏହାର ଅର୍ଥ ଏହା କି ଆମେ ଯେତେ ପଢ଼ିବା, ଯେତେ ଗବେଷଣା କରିବା, ଯେତେ ଭ୍ରମଣ କରିବା ତ ସେ ବିଷୟରେ ଆମେ ସେତେ ଅଧିକ ଜ୍ଞାନ ପାଇବା ବା ସେ ବିଷୟରେ ଆମେ ଅଧିକ ସେତେ ଜାଣିବା। କିଛି ବର୍ଷ ପୂର୍ବେ ଆମର ସରକାର ଗୋଟେ ଯୋଜନା ଆରମ୍ଭ କରିଥିଲେ, ପୌଢ଼ ଶିକ୍ଷା। କଥା ଅଛି, ନିଶ ଉଠା ପାଠ ଛତୁ ଫୁଟା କାଠ। ମାନେ ବୟସର ଅବଗତି ବା ବୟସ ବଢ଼ିଗଲା ପରେ ଆଉ ପାଠ ପଢ଼ିବାର ବେଶୀ ସମୟ ମିଳେନି। ତ ଆଜିର କାହାଣୀଟା ଗୋଟେ ପୌଢ଼ ଶିକ୍ଷା କେନ୍ଦ୍ରର। ତ ସେ ପୌଢ଼ ଶିକ୍ଷା କେନ୍ଦ୍ରରେ ସଙ୍ଗୀତା ନାମକ ଜଣେ ମହିଳା ଅଛନ୍ତି। ବୟସ ପାଖାପାଖି 45-46 ହେବ। ଦେଖିବାକୁ ଯେମିତି ସୁନ୍ଦରୀ, ଗୁଣରେ ସେମିତି ବୁଦ୍ଧିମତୀ, ଠିକ୍ ହସ ହସ ମୁହଁ। ପାଠ ବି ଭଲ ପଢ଼ୁଛନ୍ତି, ନୂଆ ନୂଆ କରି ଅକ୍ଷର ଶିଖୁଛନ୍ତି, ଧାଡ଼ି ଲେଖୁଛନ୍ତି, ଶବ୍ଦ ଚିହ୍ନୁଛନ୍ତି, ଆଉ ଭଲ ଗୀତ ବି ଗାଇପାରନ୍ତି। ତେଣୁ ସେଠିକାର ପରିବେଶରେ ତାଙ୍କୁ ସମସ୍ତେ ସେଠି ବହୁତ ଭଲ ପାଆନ୍ତି। ତ ଗୋଟିଏ ଦିନ ଶିକ୍ଷକ ତାଙ୍କୁ କହିଲେ, ଆସ ଆଜି ଗୋଟେ ଖେଳ ଖେଳିବା। ତ ସଙ୍ଗୀତାଙ୍କୁ କଳାପଟା ପାଖକୁ ଡାକନ୍ତି, ଆଉ ଡାକିକି ଗୋଟେ ଚକ୍ ଖଡ଼ି ଧରେଇ ଦେଇ କୁହନ୍ତି କି ତମ ଜୀବନରେ କିଛି ଗୁରୁତ୍ୱପୂର୍ଣ୍ଣ 30 ଜଣ ଲୋକଙ୍କ ନାଁ ଲେଖ। ସେଠି ସଙ୍ଗୀତା ଭାବିକି ତାଙ୍କ ଜୀବନରେ କିଛି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ନାଁ ଲେଖୁଛନ୍ତି, ଯେଉଁଠି ବାପା, ମା, ପୁଅ, ସ୍ୱାମୀ ବା ତାଙ୍କର ସାଙ୍ଗ ସାଥୀ, ବନ୍ଧୁ, ପ୍ରିୟଜନ, ଆଉ ତାଙ୍କ ସେ ପୌଢ଼ ଶିକ୍ଷା କେନ୍ଦ୍ରରେ ଥିବା ସାଙ୍ଗସାଥୀ, ଶିକ୍ଷକ, ଏମାନଙ୍କ ନାଁ ଏମିତି 30 ଜଣଙ୍କର ନାଁରେ ତାଲିକା କରୁଛନ୍ତି। ଏ ତାଲିକା କରିସାରିଲା ପରେ ଶିକ୍ଷକ ଜଣକ ଡଷ୍ଟରଟି ଧରେଇ ଦେଇ କହୁଛନ୍ତି, କମ୍ ଗୁରୁତ୍ୱପୂର୍ଣ୍ଣ ଥିବା 5 ଜଣ ବ୍ୟକ୍ତିଙ୍କ ନାଁ କାଟିଦିଅ। ତ ସଙ୍ଗୀତା 5 ଜଣଙ୍କ ନାଁ ଏଠି କାଟି ଦେଉଛନ୍ତି। ତ କାଟିଦେଲା ପରେ 30 ଜଣରୁ 25 ଜଣ ହୁଅନ୍ତି। ପୁଣି ଶିକ୍ଷକ ଜଣକ କୁହନ୍ତି, ଆଉ କମ୍ ଗୁରୁତ୍ୱପୂର୍ଣ୍ଣ ଥିବା ଆଉ 5 ଜଣଙ୍କ ନାଁ କାଟିଦିଅ। କିଛି ସମୟ ଭାବିକି ସେ ଆଉ 5 ଜଣଙ୍କ ନାଁ ମଧ୍ୟ ସଙ୍ଗୀତା ଲିଭେଇ ଦେଲେ। ତ ଏହାପରେ ପୁଣି ଶିକ୍ଷକ ଜଣକ କହୁଛନ୍ତି, ତାଠୁ କମ୍ ଗୁରୁତ୍ୱପୂର୍ଣ୍ଣ ଆଉ 7 ଜଣଙ୍କ ନାଁ ଲିଭେଇ ଦିଅ। ତ ଟିକିଏ ଗମ୍ଭୀର ହେଇକି ସଙ୍ଗୀତା ଟିକେ ଭାରାକ୍ରାନ୍ତ ହେଇକି ଆଉ 7 ଜଣଙ୍କ ନାଁ ଲିଭେଇ ଦେଲେ। ତ ଏମିତି 30ରୁ 20, 25 ଏମିତି କମି କମି ଯାଉଛି ନା। ତ ଶିକ୍ଷକ ମଧ୍ୟ ଏମିତି 5, 7 କରିକି ଯେଉଁ ନାଁ ସବୁ କାଟୁଛନ୍ତି, ଧୀରେ ଧୀରେ ଏମିତି କାଟି କାଟି ଶେଷରେ ଆଉ ମାତ୍ର 4 ଜଣଙ୍କ ନାଁ ରହୁଛି। ତ ସେ 4 ଜଣ କିଏ? ବାପା, ମା, ସ୍ୱାମୀ ଆଉ ତାଙ୍କର ଜଣେ ଛୋଟ କୁନି ପୁଅ। ତ ସଙ୍ଗୀତା ଏଇଠି ପୁରା ଭାରାକ୍ରାନ୍ତ ବା ଭାବବିହ୍ୱଳ ହୋଇ ଚିନ୍ତା କରୁଛନ୍ତି ବା ଭାବୁଛନ୍ତି କି ଶିକ୍ଷକ ଆଉ ତାଙ୍କୁ କାହା ନାଁ ନ କାଟିବାକୁ କୁହନ୍ତୁ। ତଥାପି ଶିକ୍ଷକ କହୁଛନ୍ତି, ଆଉ କମ୍ ଗୁରୁତ୍ୱପୂର୍ଣ୍ଣ 2 ଜଣ ବ୍ୟକ୍ତିଙ୍କ ନାଁ କାଟ। ସେଇଠି ସଙ୍ଗୀତା ନିଜକୁ ଆୟତ୍ତକୁ ଆଣି ନିଜ ହାତକୁ ସ୍ଥିର କରି ତାଙ୍କ ଆଉ 2 ଜଣଙ୍କ ନାଁ କାଟିଲେ। ସେ ହେଉଛନ୍ତି ବାପା ଆଉ ମା। ତାପରେ ଶିକ୍ଷକ ପୁଣି ଥରେ କହିଲେ, ଆଉ କମ୍ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ଭିତରୁ ଜଣଙ୍କ ନାଁ ଲିଭାଅ। ତ ନିଜକୁ ସେ ଆଉ ଆୟତ୍ତ କରିପାରୁନାହାନ୍ତି। ଆଖିରେ ଧାର ଧାର ଲୁହ
ସବୁବେଳେ ହସ ଖୁସିରେ ବିତଉଥିବା ଚେହେରା ଏବେ କାନ୍ଦ କାନ୍ଦ ମୁହଁ। ତା ଭିତରୁ ସେ ତାଙ୍କ ପୁଅ ନାଁଟିକୁ କାଟି ଦେଇଛନ୍ତି ଆଉ ଦୌଡ଼ି ଆସି ତାଙ୍କ ନିଜ ସ୍ଥାନରେ ବସୁଛନ୍ତି। ତ ଶିକ୍ଷକ ଜଣକ ତାଙ୍କ ପାଖକୁ ଆସିକି ପଚାରୁଛନ୍ତି, ଏମିତି କାହିଁକି କଲ? କି ତୁମେ ଚାହିଁଥିଲେ ତୁମ ବାପା ମାଆଙ୍କ ନାଁ ରଖିପାରିଥାନ୍ତ, ତୁମ ପୁଅଙ୍କ ନାଁ ରଖିପାରିଥାନ୍ତ। ବାପା ମାଆ ତୁମକୁ ଜନ୍ମ ଦେଇ ଛୋଟରୁ ବଡ଼ କଲେ, ବା ତୁମେ ଛୋଟ ପୁଅଟିକୁ ତୁମେ ଜନ୍ମ ଦେଇ ଏ ଦୁନିଆକୁ ଦେଖେଇଲ, ତ ସେମାନଙ୍କ ନାଁ ତୁମେ କେମିତି କାଟି ପାଇଲ? ତ ସଙ୍ଗୀତା ଏଇଠି ଠିଆ ହେଇକି ଏହାର ଉତ୍ତର ଦେଉଛନ୍ତି କି ବାପା ମାଆ ଆସିଛନ୍ତି ଅଧା ବାଟ ପର୍ଯ୍ୟନ୍ତ। ସିଏ ଜନ୍ମ କଲା ପରେ ଆମକୁ ଏତେ ବଡ଼ କଲେ, ସେମାନେ ଆଜି ବୁଢ଼ା ବୁଢ଼ୀ ହେଇଯିବେ। ତ ସେମାନେ ଆମ ପାଇଁ ଆଉ କିଛି କରିପାରିବେନି। ତ ସେମାନେ କିଛି ଅଧା ବାଟ ପର୍ଯ୍ୟନ୍ତ ରହିଲେ। ତ ତାପରେ ପୁଅ, ସେମାନେ କିଛି ବର୍ଷ ପରେ ଆସୁଛନ୍ତି ଆମ ଜୀବନରେ। ତ ସିଏ ତାଙ୍କୁ ଆମେ ଜନ୍ମ କରୁଛନ୍ତି। ତ ତାପରେ ସିଏ ବଡ଼ ହେଉଛି, ପାଠ ପଢ଼ୁଛି, ଚାକିରି କରୁଛି। ତାପରେ ସିଏ ବାହାସାହା ହେଲା ପରେ ସିଏ ତା ସଂସାରକୁ ଧରି ତା କାର୍ଯ୍ୟକ୍ଷେତ୍ରରେ ବା ତା କର୍ମକ୍ଷେତ୍ରରେ ସିଏ ତା ଚାଲିଗଲା। ଆଉ ଶେଷରେ ରହୁଛନ୍ତି ସ୍ୱାମୀ। ତ ଯିଏ ଅଧା ବାଟରେ ଆସି ଆମ ହାତ ଧରୁଛି ଆଉ ଆମ ସହ ସାରା ଜୀବନ ଚାଲିବା ପାଇଁ ପ୍ରତିଶ୍ରୁତି ଦେଇ ଆମ ସହ ସବୁବେଳେ ରହିଛି। ତ ଗପଟି ଏଇଠି ସରୁଛି କି ଏହା ଭିତରେ ଏଇଆ ସାମାଜିକ ବାର୍ତ୍ତା ରହୁଛି କି ବାପା ମାଆ ପୁଅ ସ୍ୱାମୀ ନେଇକି ଆମର ପରିବାର, ତା ଭିତରେ ବାପା ମାଆ ଆସୁଛନ୍ତି ଅଧା ବାଟ ଯାଏ, ପୁଅ ଆସୁଛନ୍ତି, ତାପରେ ପୁଅ କିଛି ବର୍ଷ ପରେ ଆସୁଛି। ତ ସିଏ ମଧ୍ୟ ତା କର୍ମକ୍ଷେତ୍ରରେ ବା ସିଏ ଯେତେବେଳେ ନିଜେ ସକ୍ଷମ ହେଇଯାଉଛି ଚାଲିବା ପାଇଁ, ତ ସେତେବେଳେ ସିଏ ବାପା ମାଆଙ୍କ ହାତ ଛାଡ଼ି ଦେଉଛି। ତ ଶେଷ ପର୍ଯ୍ୟନ୍ତ ରହୁଛି କେବଳ ସେଇ ଅଧା ବାଟରେ ଆମ ହାତ ଧରିଥିବା ଆମ ସ୍ୱାମୀ ବା ସ୍ତ୍ରୀ। ତ ଭଗବାନଙ୍କ ଡାକରା କେତେବେଳେ କାହା ପାଇଁ ଆସିବ ସେଟା ତ ଜଣା ନାହିଁ ଆମକୁ, କିନ୍ତୁ ଗୋଟେ ସ୍ୱାମୀ ପାଇଁ ସ୍ତ୍ରୀ, ସ୍ତ୍ରୀ ପାଇଁ ସ୍ୱାମୀ, ସେମାନେ ଉଭୟ ପରସ୍ପର ସମାନ୍ତରାଳ ଭାବରେ ରହିଥାନ୍ତି। ତ ଆଜିକା ଦୁନିଆରେ ଦାମ୍ପତ୍ୟ ଜୀବନକୁ ସୁଖମୟ କରନ୍ତୁ। ତ ଆଜିକା ଦିନରେ ଅନେକ ଦାମ୍ପତ୍ୟ ଜୀବନ କିଛି ଭୁଲ ବୁଝାମଣା ପାଇଁ ବି ଭାଙ୍ଗି ଯାଉଛି। ତ ଦୟାକରି ସେଭଳି କରନ୍ତୁ ନାହିଁ। ତ ଏଇ ଦାମ୍ପତ୍ୟ ଜୀବନ ନେଇ ଆପଣ ସାରା ଜୀବନ ବଞ୍ଚିବେ, ଯେଉଁଥିପାଇଁ ସର୍ବଦା ଚେଷ୍ଟା କରନ୍ତୁ ଆପଣ ଆପଣଙ୍କ ଦାମ୍ପତ୍ୟ ଜୀବନକୁ ସର୍ବଦା ସୁଖମୟ କରିବା ପାଇଁ। ଗୋଟେ ନାରୀ ପାଇଁ ତାର ସବୁଠୁ ନିଜର ତା ସ୍ୱାମୀ